ଆଠ ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ ପାଇଁ ବାଚସ୍ପତିଙ୍କୁ ଭେଟିଲା ବିଜେଡି। ପ୍ରମିଳା ମଲ୍ଲିକଙ୍କ ଆହ୍ୱାନ, ନିଜକୁ ଲୋକପ୍ରିୟ ଭାବୁଥିଲେ ଉପନିର୍ବାଚନକୁ ଓହ୍ଲାଅ। 8 ଜଣ ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ ପାଇଁ ବାଚସ୍ପତିଙ୍କୁ ଭେଟିଛି ବିଜେଡି। ଶଙ୍ଖ ଭବନରେ ବୈଠକ ପରେ ବିଜେଡି ବିଧାୟକ ଟିମ୍ ବିଧାନସଭା ଯାଇ ବାଚସ୍ପତିଙ୍କୁ ଭେଟି ଦାବି କରିଛନ୍ତି। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଏବଂ ଦଳ ବିରୋଧୀ କାମ କରି ଏହି 8 ଜଣ ବିଧାୟକଙ୍କୁ ବିଜେଡି ନିଲମ୍ବନ କରିଥିଲା। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରି ସୌଭିକ ବିଶ୍ୱାଳ, ଦେବୀରଞ୍ଜନ ତ୍ରିପାଠୀ, ଚନ୍ଦ୍ରମଣି କହଁର, ସୁଭାଷିନୀ ଜେନା, ନବକିଶୋର ମଲ୍ଲିକ ଏବଂ ରମାକାନ୍ତ ଭୋଇ ନିଲମ୍ବିତ ହୋଇଥିଲେ। ପୂର୍ବରୁ ଦଳ ବିରୋଧୀ କାମ କରି ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ର ନିଲମ୍ବିତ ହୋଇଥିଲେ। ଏନେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ସମ୍ବିଧାନବିତ୍ ଓ ଆଇନ ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ ପାଇଁ ବିଜେଡି ବାଚସ୍ପତିଙ୍କ ନିକଟରେ ଦାବି କରିଛି। ରାଜ୍ୟସଭା ନିର୍ବାଚନର 2 ଦିନ ପୂର୍ବରୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୁଖ୍ୟାଳୟ ଛାଡ଼ିବନି ଓ ଦଳୀୟ ବୈଠକରେ ଯୋଗ ଦେବେ ବୋଲି ହୁଇପ୍ ଜାରି କରିଥିଲେ, ଯାହା ସେମାନେ କରିନଥିଲେ। ବରଂ ଅନ୍ୟ ରାଜ୍ୟସଭା ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ଦଳ ବିରୋଧୀ ମନ୍ତବ୍ୟ ଦେବା ସହ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ 2017 ଡିସେମ୍ବର 4ରେ ଶରଦ ଯାଦବଙ୍କ ରାଜ୍ୟସଭା ପଦ ରଦ୍ଦ ହୋଇଥିଲା। ସୁପ୍ରିମକୋର୍ଟ ମଧ୍ୟ ଏହାକୁ ସମର୍ଥନ କରିଥିଲେ। ସିମଲାରେ ବି 6 ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ହୋଇଥିଲା। ବିଜେଡି ନେତୃତ୍ୱ ବିରୋଧରେ ସର୍ବସମ୍ମୁଖରେ କହିବା ହିଁ ନିଜ ଆଡୁ ଦଳ ଛାଡ଼ିବା ସହ ସମାନ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏନେଇ କହିଛନ୍ତି ଯେ ଯେଉଁମାନେ ଦଳ ବିରୋଧୀ କାମ କରିଛନ୍ତି ସେମାନେ ଦଳରେ ରହିବା ଆବଶ୍ୟକ ନାହିଁ, ତେଣୁ ସେମାନଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ତୁରନ୍ତ ସଭ୍ୟପଦରୁ ବିଦା ହୁଅନ୍ତୁ, ନଚେତ୍ ନିଜ ଆଡୁ ପଦ ଛାଡ଼ନ୍ତୁ। ଯଦି ସେମାନେ ନିଜକୁ ଲୋକପ୍ରିୟ ବୋଲି ଭାବୁଛନ୍ତି ତାହେଲେ ଉପନିର୍ବାଚନକୁ ଆସନ୍ତୁ। ହିମାଚଳ ପ୍ରଦେଶରେ ବି ସଭ୍ୟପଦ ରଦ୍ଦ ହୋଇଥିଲା, ଏଠି ବି ସମାନ କଥା ହେଉ। ସେପଟେ ଏନେଇ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ଆମେ ଆମର ସାମ୍ବିଧାନିକ ଅଧିକାର ଅନୁଯାୟୀ ଭୋଟ ଦେଇଥିଲୁ। ରାଜ୍ୟସଭା ନିର୍ବାଚନରେ ହୁଇପ୍ ନଥାଏ। ମୋ ବିରୁଦ୍ଧରେ ନିର୍ଦ୍ଦିଷ୍ଟ କ'ଣ ଅଭିଯୋଗ ଅଛି ସେ ଖବର ମୋ ପାଖରେ ନାହିଁ। ମୋତେ ଶୋକଜ ମଗାଯାଇଥିଲା, ମୁଁ ଉତ୍ତର ନବୀନ ବାବୁଙ୍କୁ ଦେଇଥିଲି। ବାଚସ୍ପତିଙ୍କ କୋର୍ଟରେ ବଲ୍ ରହିଲା, ସମସ୍ତେ ପକ୍ଷ ରଖିଛନ୍ତି। କ'ଣ ଅଭିଯୋଗ ଜାଣିଲା ପରେ ମୁଁ ମୋର ପକ୍ଷ ରଖିବି ବୋଲି ସେ କହିଛନ୍ତି। ଆମେ ଯାହା ଜାଣିଛୁ ଏଭଳି କୌଣସି ପ୍ରସ୍ତାବ ନାହିଁ। ସେ ଯେଉଁ ଉଦାହରଣ ଦେଇଛନ୍ତି ସେ ଭିନ୍ନ ଅଟେ। ଓଡ଼ିଶା ରାଜ୍ୟସଭା ନିର୍ବାଚନ ଅଲଗା ଥିଲା। କିଏ ସଭ୍ୟପଦ ଛାଡ଼ିଛି ଜାଣିନି। ମୁଁ ବର୍ତ୍ତମାନ ଏହା ସୁଦ୍ଧା ସଭ୍ୟପଦ ଛାଡ଼ିନି। ବିଜେଡି ସହ ଯେଉଁ ବିଧାୟକ ଅଛନ୍ତି ସେମାନଙ୍କୁ ଡରେଇକି ରଖାଯାଇଛି। ଦଳରେ ନଥିବା ଜଣେ ବ୍ୟକ୍ତିଙ୍କ ନେତୃତ୍ୱକୁ କିପରି ସମସ୍ତେ ମାନିବେ ସେଥିପାଇଁ ଜୋର ଜବରଦସ୍ତ ଭୟ ବାତାବରଣ କରାଯାଉଛି। ବିଜେଡିରେ ଇମୋସନ ଆଉ ରିଲେସନ କାମ କରୁନି। ଚାବୁକରେ ଡରେଇକି ରଖିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଭୁଲନ୍ତୁ ନାହିଁ।